ମୁଁ ଘରକୁ ଆସିଲାଠୁ ମୋ ଭାଉଜ କାହିଁକି ତାଙ୍କ ଘରକୁ ଗଲେ କହୁ ସକାଳୁ ସକାଳୁ ଆମ ଚଙ୍ଗୁମଙ୍କୁ ମୋ ବୋଉ ପଛରେ ଗୋଡେଇବାକୁ ଲାଗିଲେ କାହିଁକି ଜାଣିଛନ୍ତି? ମୁଢି ଖାଇବା ପାଇଁ। ଦେଖନ୍ତୁ କେମିତି ବିକଳ ହଉଛନ୍ତି ମୁଢି ଖାଇବା ପାଇଁ, କେମିତି ପଛେ ପଛେ ହିଁ ଗୋଡଉଛୁ। ତାପରେ ମୁଁ ଲୁଗାପଟା ମେସିନରେ ପକେଇଦେଲି। ମୁଁ ଗାଧେଇ ସାରିବା ପରେ ସାରଙ୍କୁ ଚା ସେଉ ବିସ୍କୁଟ ଦେଲି ଖାଇବା ପାଇଁକି, ଆଉ ମୁଁ ନିଜେ ଖାଇବାକୁ ଲାଗିଲି ମୁଢି ଆଉ ଘୁଗୁନି। ମୁଢି ଆଉ ଘୁଗୁନିର ଯୋଉ ଟେଷ୍ଟ ଯିଏ ଖାଇଥିବ ସିଏ ହିଁ ଜାଣିଥିବ। ଆପଣ ମାନେ ଖାଇଛନ୍ତି ନା ନାଇଁ ମତେ ଟିକେ କମେଣ୍ଟରେ କହିବେ। ତାପରେ ମୋ ବୋଉ ତା ଗାଈ ମାନଙ୍କ ସେବାରେ ଲାଗିଲା। ମୋ ବୋଉର ଜୀବନ ତା ଗାଈ ମାନଙ୍କୁ ଆଗ ଖୁଆ ପିଆ ସାରିଲା ପରେ ତାପରେ ସିଏ ଯାଇକି ତାପରେ ମୁଁ ବିନ୍ ଆଉ କୋବିର ଭଜା ବସେଇଦେଲି। ଏଠି ଦେଖନ୍ତୁ ମୋ ପୁଅ ବିଲେଇକୁ କେମିତି ହେକ୍ ହେକ୍ କରି ଡାକୁଥାଏ, ସେ ସେମିତି ତାକୁ ଚାହୁଁଥାଏ। ତାପରେ ମୋ ଭାଉଜ ରେଡି ହେଲେ ତାଙ୍କ ଘରକୁ ଯିବା ପାଇଁ କି। ମୁଁ ଘରକୁ ଆସିଲେ ମୋ ଭାଉଜ ବାହାରନ୍ତି ତାଙ୍କ ଘରକୁ ଯିବା ପାଇଁ। କାହିଁକି ଜାଣିଛନ୍ତି? ଆମ ଘରେ କେହି ନାହାନ୍ତି, ମୋ ବୋଉ ଏକୁଟିଆ। ସେଥିପାଇଁ ମୁଁ ଆସିକି ମୋ ବୋଉ ପାଖରେ ରହିଲେ ଭାଉଜ ତାଙ୍କ ଘରକୁ ଯାଆନ୍ତି। ମୋ ଭାଉଜ ତାଙ୍କ ଘରକୁ ଗଲେ ଭାରି ଆମ ଘରଟା ଜମାରୁ ବି ଭଲ ଲାଗେନି। କଣ କରିବା, ସିଏ ବି ତାଙ୍କ ଘରକୁ ତ ଯିବ, ଆମେ ବି ଯେମିତି ଆମ ଘରକୁ ଆସୁଛେ। ଆଜି ରୋଷେଇ କରିଥିଲି ଡାଲମା, ମୂଳା ଆଳୁ ବିନ୍ ଭଜା, ଆମ୍ବୁଲ, ଖଟା। ତାପରେ ମୁଁ, ମୋ ବୋଉ, ମୋ ପୁଅ ସାଙ୍ଗ ହେଇ ଖାଇଲୁ ଆଉ ମୋ ଭାଉଜକୁ ମିସ୍